ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଆଜି ହେଉଛି 9/6/2026 ସିବିଟି ମୋଡ଼ରେ ହୋଇଥିବା OSSSCର ଆର୍ଆଇ, ଏଆର୍ଆଇ, ଅମିନୋ, ICDS, SFSର ଫାଷ୍ଟ ସିଫ୍ଟର କ୍ୱେଶ୍ଚନ୍ ଆନ୍ସରକୁ ଆନାଲିସିସ୍ କରିବା। ଆନାଲିସିସ୍ କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକିନା ମୁଁ ପ୍ରତ୍ୟେକ ଦିନ ଆପଣମାନଙ୍କ ପାଇଁ ଏହି ଚ୍ୟାନେଲରୁ ଭିଡ଼ିଓଟିଏ ପ୍ରୋଭାଇଡ଼ କରିଥାଏ। ତେଣୁକରି ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ ପିଲାମାନେ। ବୁଝିଗଲା? କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଆସନ୍ତୁ ପିଲାମାନେ, ଆପଣମାନଙ୍କ ପାଇଁ ନମ୍ବର 1 ପ୍ରଶ୍ନ କ'ଣ କହୁଛି ନା, ହ୍ୱାଟ୍ ଇଜ୍ ଦ ମେନ୍ କଜ୍ ଅଫ୍ ସାନ୍ତାଲ ରିବେଲିୟନ୍। ପିଲାମାନେ, ସାନ୍ତାଲ ରିବେଲିୟନ୍ର ପ୍ରଶ୍ନ ମୁଁ ପୂର୍ବ ସିଫ୍ଟରେ ଆନାଲିସିସ୍ କରିଥିଲି। ତାର ଏକ୍ସଟ୍ରା ଫ୍ୟାକ୍ଟରୁ ଏହି ପ୍ରଶ୍ନଟି ଆସିଛି, ଆପଣମାନେ ଚେକ୍ କରିନେବେ। ବୁଝିଗଲା? ତେଣୁକରି ବାରମ୍ବାର ମୁଁ କୁହେ ଏକ୍ସଟ୍ରା ଫ୍ୟାକ୍ଟ ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ତାହେଲେ ପ୍ରଶ୍ନକୁ ଯିବା। କ'ଣ କହୁଛି ନା, ଯେଉଁ ସାନ୍ତାଳ ବିଦ୍ରୋହ ଯେଉଁ ହୋଇଥିଲା ତାର ମୁଖ୍ୟ କାରଣ କ'ଣ ଥିଲା? ମୁଖ୍ୟ କାରଣ ରହିଥିଲା ନା ବ୍ରିଟିଶ ରେଭିନ୍ୟୁ ପଲିସି। ତାର ଯେଉଁ ବ୍ରିଟିଶମାନଙ୍କର ଯେଉଁ ରେଭିନ୍ୟୁ ପଲିସି ରହିଥିଲା ତା ଉପରେ। ଆଉ କ'ଣ ଥିଲା ନା ଜମିଦାରୀ ଅପରେସନ୍। ଯେଉଁମାନେ ଜମିଦାର ଥିଲେ ସେମାନଙ୍କୁ ଦବେଇ ଦିଆଯାଉଥିଲା, ସେଇଥିପାଇଁ କ'ଣ ହେଉଥିଲା ନା ସାନ୍ତାଲ ରିବେଲିୟନ୍କୁ ଷ୍ଟାର୍ଟ କରାଯାଇଥିଲା। ତାକୁ କ'ଣ କୁହାଯାଏ ମନେ ରଖିବେ, ତାକୁ ହୁଲ୍ ମଧ୍ୟ କହନ୍ତି। ବୁଝିପାରିଲେ ପିଲାମାନେ? ପରୀକ୍ଷାରେ କ'ଣ ଆସିବ ନା, ହ୍ୱାଟ୍ ଇଜ୍ ଦ ଅଦର ନେମ୍ ଅଫ୍ ସାନ୍ତାଲ ରିବେଲିୟନ୍। ତାହେଲେ କ'ଣ ହେଇଯିବ? ହୁଲ୍ ତାକୁ କହନ୍ତି। କେବେ ହେଇଥିଲା? ତାହେଲେ ଏକ୍ସଟ୍ରା ଫ୍ୟାକ୍ଟ ଜାଣନ୍ତୁ, 1855ରୁ 56 ମସିହାରେ ସାନ୍ତାଲ ରିବେଲିୟନ୍ଟିଏ ହୋଇଥିଲା। ଏହି ବିଦ୍ରୋହରେ ମୁଖ୍ୟ ଲିଡର କିଏ ଥିଲେ ନା, ଦୁଇ ଭାଇ ଥିଲେ। କିଏ କିଏ ଥିଲେ ନା, ସିଧୁ ଆଉ କାହ୍ନୁ ମୁର୍ମୁ। ୟାକୁ ମଧ୍ୟ ମନେ ରଖିବେ। ସେମାନେ କ'ଣ କରିଥିଲେ ନା, ସେଇ ଯେଉଁ ଆମର ରାଜମହଲ ହିଲ୍ସ ରହିଛି ସେଇ ପାଖାପାଖି ଅଞ୍ଚଳରେ ଯେତେ ବି ଆମର ଯେଉଁ ସାନ୍ତାଳ ଆଦିବାସୀମାନେ ଯେଉଁ ରହୁଥିଲେ ସେଇ ଆଦିବାସୀମାନଙ୍କୁ ବହୁତ ଶୀଘ୍ର ସ୍ପ୍ରେଡ୍ କଲେ, ଏକଜୁଟ କଲେ ଆଉ ଇଂରେଜଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ମନେ ରହିଲା ପିଲାମାନେ? ତେଣୁକରି କେଉଁ ପାହାଡ଼ ଯଦି ପଚାରେ ତାହେଲେ ରାଜମହଲ ହିଲ୍ ମଧ୍ୟ ହେଇଯିବ। ବୁଝିଗଲା? ତେଣୁକରି କେଉଁ କେଉଁ ରାଜ୍ୟକୁ ଇଏ ସ୍ପ୍ରେଡ୍ କରିଥିଲା ତାହେଲେ ମନେ ରଖିବେ, ଆଜିକା ଡେଟ୍ରେ ଝାଡ଼ଖଣ୍ଡ, ବିହାର ଏବଂ ୱେଷ୍ଟବେଙ୍ଗଲକୁ ଇନଫ୍ଲୁଏନ୍ସ କରିଥିଲା ଆମର ସାନ୍ତାଲ ରିବେଲିୟନ୍। ପିଲାମାନେ ହିଲ୍ସ କଥା ମଧ୍ୟ ମନେ ରଖିବେ। ରାଜମହଲ ହିଲ୍ସ ବହୁତ ଇମ୍ପୋର୍ଟାଣ୍ଟ ଆପଣମାନଙ୍କ ପାଇଁ। ବୁଝିଗଲା? ତେଣୁକରି ଏଇ ଟାଇପ୍ର ଆମେ ଡିଟେଲ୍ ଆନାଲିସିସ୍ କରିବା ଏକ୍ସଟ୍ରା ଫ୍ୟାକ୍ଟ ସହିତ। କିଛି ଅସୁବିଧା ହେବ ନାହିଁ, ଜିକେ ସେକ୍ସନ୍ ଷ୍ଟ୍ରଙ୍ଗ ହେଇଯିବ ପିଲାମାନେ। ଓକେ, ଆସନ୍ତୁ ବର୍ତ୍ତମାନ ଆମେ ଦେଖିବା ନମ୍ବର 2 କ'ଣ କହୁଛି ନା, ହ୍ୱିଚ୍ କଣ୍ଟ୍ରି ଇଜ୍ ଚେୟାର ଆଣ୍ଡ ହୋଷ୍ଟ G20 ଇନ୍ 2025। ତାମାନେ 2025 ମସିହାରେ ଯେଉଁ G20 ସମିଟ୍ଟିଏ ହୋଇଥିଲା ସେଇ ସମିଟ୍ରେ ହୋଷ୍ଟ କିଏ କରିଥିଲେ, ଚେୟାର କିଏ କରିଥିଲେ? ଏହାର ସଠିକ୍ ଉତ୍ତର ହେଇଯିବ ସାଉଥ ଆଫ୍ରିକା। ମନେ ରହିଲା ପିଲାମାନେ? ତାହେଲେ କେଉଁ ଦେଶ କରିଥିଲା? ସାଉଥ ଆଫ୍ରିକା। ଏକ୍ସଟ୍ରା ଫ୍ୟାକ୍ଟରେ ଜାଣିବା କେଉଁ ଜାଗାରେ ହେଇଥିଲା? ତାହେଲେ ଜୋହାନ୍ସବର୍ଗରେ ହେଇଥିଲା। ଆପଣମାନେ ଜାଣିଥିବେ କ୍ରିକେଟ ଖେଳ ଜୋହାନ୍ସବର୍ଗରେ ହେଇଥାଏ। ହେଲା? ତେଣୁକରି 2023 ମସିହାରେ ଆମର ଭାରତ ସମିଟ୍କୁ ହୋଷ୍ଟ କରିଥିଲା। ଆପଣମାନେ ଜାଣିଛନ୍ତି ନ୍ୟୁ ଦିଲ୍ଲୀରେ ହୋଇଥିଲା। ମନେ ପଡ଼ୁଛି ପିଲାମାନେ? ନରେନ୍ଦ୍ର ମୋଦି କ'ଣ କରିଥିଲେ ନା, ଆମ ଓଡ଼ିଶାର ଯେଉଁ ପ୍ରିୟ ବ୍ଲାକ୍ ପାଗୋଡ଼ା କୋଣାର୍କ ମନ୍ଦିରର ଯେଉଁ ଚକ ଥିଲା ସେଇ ଚକ ପାଖରେ ଆସିକି ହ୍ୟାଣ୍ଡସେକ୍ କରୁଥିଲେ। ମନେ ପଡ଼ୁଛି? ହଉ, ଠିକ୍ ଅଛି। ୟା ପରେ 2026ରେ କେଉଁଠି ହେବ ନା, ମିଆମିରେ ହେବ। ମିଆମିଟା କେଉଁଠି ଅଛି ନା, ୟୁଏସ୍ଏରେ ଅଛି। ତାମାନେ 2026ରେ ଯେଉଁ G20 ସମିଟ୍ କରିବ ସେଇଟା ଆମର ୟୁଏସ୍ଏ କରିବ। ବୁଝିଗଲା? ତାମାନେ ଆମେ ସିଧା ସିଧା କହିପାରିବା 2026 ମାନେ ବର୍ତ୍ତମାନର ଯେଉଁ G20ର ପ୍ରେସିଡେନ୍ସି କାହା ହାତରେ ଅଛି ନା, ଡୋନାଲ୍ଡ ଟ୍ରମ୍ପ ପାଖରେ ରହିଛି, ଯିଏକି ଆମର ୟୁଏସ୍ଏର ପ୍ରେସିଡେଣ୍ଟ ଅଛନ୍ତି। ବୁଝିଲା ପିଲାମାନେ? ହଉ, ଏକ୍ସଟ୍ରା ଫ୍ୟାକ୍ଟ ଟିକେ ଜାଣିବା G20 ବିଷୟରେ। ଏଇଟା ଆମର 1999 ମସିହାରେ ଫର୍ମ ହେଇଥିଲା, ଯାହାର ମେମ୍ବର ସଂଖ୍ୟା ହେଉଛି 21। ମନେ ରହିଲା? ହଉ, ଚାଲନ୍ତୁ ଆମେ ଏଇ ଟାଇପ୍ର ଡିଟେଲ୍ ଆନାଲିସିସ୍ କରିବା ଆଉ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ନେକ୍ସଟ ଆସନ୍ତୁ ନମ୍ବର 3 କ'ଣ କହୁଛି ନା, ହ୍ୱିଚ୍ ଅଫ୍ ଦ ଫଲୋଇଂ ବିକେମ୍ ଇଣ୍ଡିଆସ୍ 107th ନ୍ୟାସନାଲ୍ ପାର୍କ ଫ୍ରମ୍ ଓଡ଼ିଶା। ତାମାନେ 107ତମ ନ୍ୟାସନାଲ୍ ପାର୍କ ଆମର ବର୍ତ୍ତମାନ କ'ଣ କରାଗଲା ନା, ଇଣ୍ଡିଆ ତରଫରୁ ଘୋଷଣା କରାଗଲା, ଯେଉଁଟାକି ଓଡ଼ିଶାରୁ ରହିଛି। ତେଣୁକରି କେଉଁ ନ୍ୟାସନାଲ୍ ପାର୍କଟିଏ ନା, ଓଡ଼ିଶାରୁ ତ ଆମେ ଜାଣିଛେ ଦୁଇଟା ହିଁ ନ୍ୟାସନାଲ୍ ପାର୍କ ରହିଛି ପିଲାମାନେ। ଗୋଟେ ରହିଛି କ'ଣ ନା, ଭିତରକନିକା ନ୍ୟାସନାଲ୍ ପାର୍କ, ଆଉ ଗୋଟେ ରହିଛି ଶିମିଳିପାଳ ନ୍ୟାସନାଲ୍ ପାର୍କ। ପଢ଼ିଥିଲେ এই আরআই এক্সামে মধ্যে মু আনালিসিসে এক্সট্রা ফ্যাক্টরে কইଥିଲି, তাকে মধ্যে যে পড়িথিবে সেমানে নিশ্চয় টিক মারিথিবে। তেণুকরি মু বারম্বার কହୁছি এক্সট্রা ফ্যাক্ট আপনার বহুত ইম্পর্টাট। তেণুকরি প্রিভিয়স যে আনালিসিস তাকে নিশ্চয় দেখন্তু পিলামানে।
ହେଲା ଆଉ ନୋଟ୍ କରନ୍ତୁ ପ୍ରାକ୍ଟିସ୍ ମଧ୍ୟ କରନ୍ତୁ। ଦେଖନ୍ତୁ ଏଇ ପ୍ରଶ୍ନକୁ ଦେଖିବା ଶିମିଳିପାଳ ହେଇଯିବ ସଠିକ୍ ଉତ୍ତର। କାହିଁକି ନା ଆମର 2025 ମସିହା ଏପ୍ରିଲ ମାସରେ ଶିମିଳିପାଳକୁ କ'ଣ କରାଗଲା ନା 107ତମ ନ୍ୟାସନାଲ୍ ପାର୍କ ଆକାରରେ ଘୋଷଣା କରାଗଲା। ମନେ ରହିଲା ପିଲାମାନେ। ଶିମିଳିପାଳଟି ଆମର କେଉଁଠି ଅଛି ଜାଣି ରଖନ୍ତୁ, ମୟୂରଭଞ୍ଜ ଜିଲ୍ଲାରେ ଅଛି। ଆଉ ମୟୂରଭଞ୍ଜ ଜିଲ୍ଲା ହେଉଛି ଆମ ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା, ଯେଉଁ ଜିଲ୍ଲାରେ ଆମର କ'ଣ ଅଛି ନା ଶିମୁଲ ପ୍ଲାଣ୍ଟ ବହୁତ ରହିଥାଏ। ତେଣୁକରି ଶିମିଳିପାଳ ଭିତରେ ଶିମୁଲ ପ୍ଲାଣ୍ଟ ବହୁତ ରହିଥିବାରୁ সেই ଶିମୁଲ ପ୍ଲାଣ୍ଟ ଅନୁସାରେ ତା ନାଁ ଦିଆଯାଇଛି ଶିମିଳିପାଳ ହେଲା। ଆଉ ଶିମିଳିପାଳ ଆମର ବ୍ଲାକ୍ ଟାଇଗର ପାଇଁ ପ୍ରସିଦ୍ଧ ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ, ତାକୁ ମଧ୍ୟ ମନେ ରଖିବେ। ସେମିତିକା ଆମ ଓଡ଼ିଶାର ପ୍ରଥମ ଯେଉଁ ନ୍ୟାସନାଲ୍ ପାର୍କ ରହିଥିଲା ସେ ଥିଲା ଭିତରକନିକା ନ୍ୟାସନାଲ୍ ପାର୍କ, 1998 ମସିହାରେ ନାମିତ କରାଯାଇଥିଲା। ମନେ ରହିଲା। ହଉ ଠିକ୍ ଅଛି, ଏକ୍ସଟ୍ରା ଫ୍ୟାକ୍ଟରେ ଜାଣିବା। ଚାଲନ୍ତୁ ଆଉ ଗୋଟେ ପଏଣ୍ଟ ଜାଣିବା। ଶିମିଳିପାଳ ଆମର ୟୁନେସ୍କୋ ବାୟୋସ୍ଫିୟର ରିଜର୍ଭ ଆକାରରେ ନାମିତ କରାଯାଇଥିଲା, ଘୋଷଣା କରାଯାଇଥିଲା, ଏଡ୍ ପାଇଥିଲା 2009 ମସିହାରେ। ୟାକୁ ମଧ୍ୟ ମନେ ରଖିବେ, ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ, ବୁଝିହେଲା। ଆଗାମୀ ସିଫ୍ଟରେ ଦେଖିବେ ୟା ଭିତରୁ ହିଁ ପ୍ରଶ୍ନ ଆସିବ। ଓକେ, ନେକ୍ସଟ ଦେଖିବା ନମ୍ବର 4, ହ୍ୱିଚ୍ ଷ୍ଟେଟ୍ କମ୍ସ ଅଣ୍ଡର ଦ ୱେଷ୍ଟର୍ଣ୍ଣ ଘାଟ। ତା ମାନେ କେଉଁ ଷ୍ଟେଟ୍ ମଧ୍ୟ ଦେଇକିରି ଯାଇଛି। ତେଣୁକରି ୟାର ସଠିକ୍ ଉତ୍ତର, ଯେହେତୁ ପିଲାମାନେ ଅପସନ୍ ଦେଇନାହାନ୍ତି ମୁଁ ଡିଟେଲ୍ କହିଦେଉଛି। ଦେଖନ୍ତୁ ଆମର ୱେଷ୍ଟର୍ଣ୍ଣ ଘାଟ 6ଟି ରାଜ୍ୟକୁ ଛୁଇଁକିରି ଯାଉଛି, ବୁଝିହେଲା। ଗୋଟେ ହେଉଛି ଆମର ତାମିଲନାଡ଼ୁ, ତାପରେ ଆସିଲା କେରଳ, ତାପରେ ଆସିଲା କର୍ଣ୍ଣାଟକ, ତାପରେ ଆସିଲା ଗୋଆ, ମହାରାଷ୍ଟ୍ର ଏବଂ ଗୁଜରାଟ। ମନେ ରହିଲା ପିଲାମାନେ। ଆପଣମାନେ ମ୍ୟାପ୍କୁ ପୁରା ଇମାଜିନ୍ କରିଦେଉଥିବେ। ହଉ ଚାଲନ୍ତୁ, ୱେଷ୍ଟର୍ଣ୍ଣ ଘାଟର ଅଦର ନେମ୍ କ'ଣ? ସାୟଦ୍ରୀ, ୟାକୁ ମଧ୍ୟ ମନେ ରଖିବେ। ଆଉ ୱେଷ୍ଟର୍ଣ୍ଣ ଘାଟର ହାଇଏଷ୍ଟ ପିକ୍ ହେଉଛି ଆନାମୁଡ଼ି, ୟାକୁ ମଧ୍ୟ ମନେ ରଖିବେ। ଆଉ ଦେଖନ୍ତୁ ୱେଷ୍ଟର୍ଣ୍ଣ ଘାଟ ରହିଲା ଆଉ ଇଷ୍ଟର୍ଣ୍ଣ ଘାଟ ରହିଲା, ମାନେ ଭାରତ ମନେ କରିଦେବେ ଏଇ ପ୍ରକାରର, ତାହେଲେ ଏଇଠି ରହିଲା ୱେଷ୍ଟର୍ଣ୍ଣ ଘାଟ, ଏଇଠି ରହିଲା ଇଷ୍ଟର୍ଣ୍ଣ ଘାଟ। ୟାଙ୍କର ଯେଉଁ ମିଳନ ପଏଣ୍ଟଟି ରହିଲା ୟାକୁ କ'ଣ କୁହାଯାଏ ନା ନୀଳଗିରି କୁହାଯାଏ। କ'ଣ କୁହାଯାଏ ପିଲାମାନେ? ନା ନୀଳଗିରି କୁହାଯାଏ। ସେଇ ନୀଳଗିରିର ଗୋଟେ ଇଣ୍ଡିଜେନସ୍ ଏନିମଲ୍ ଦେଖାଯାଏ, ତାକୁ କ'ଣ କହନ୍ତି? ତାକୁ ମଧ୍ୟ ମନେ ରଖନ୍ତୁ, ତାକୁ ନୀଳଗିରି ଥାର ମଧ୍ୟ କହିଥାନ୍ତି। ମନେ ରହିଲା, ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ ଆପଣମାନଙ୍କ ପାଇଁ ୱେଷ୍ଟର୍ଣ୍ଣ ଘାଟ। ବୁଝିପାରିଲେ ନା ପିଲାମାନେ? ହଉ ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଆମେ ମାଡ଼ି ଚାଲିବା। ନମ୍ବର 5 କ'ଣ କହୁଛି ନା pH ଭ୍ୟାଲୁ 3, ତାହେଲେ ସିଏ କେଉଁ ପ୍ରକାରର ହେଇଥିବ? ଅପସନ୍ ରହିଥିଲା ଆପଣମାନଙ୍କର ସ୍ଲାଇଟ୍ ଏସିଡ଼ିକ୍, ସ୍ଲାଇଟ୍ ବେସିକ୍, ମଡରେଟ୍ ଏସିଡ଼ିକ୍, ମଡରେଟ୍ ବେସିକ୍। ଦେଖନ୍ତୁ ଆମର ଏଇ ଚ୍ୟାନେଲରେ ଆପଣମାନଙ୍କ ପାଇଁ pH ଏବଂ ଏସିଡ୍ ବେସ୍ର ବେସିକ୍ କନସେପ୍ଟର ଗୋଟେ ଭିଡ଼ିଓ ନେଇକରି ଆସିଥିଲି ଆପଣମାନଙ୍କ ପାଇଁ। ତେଣୁକରି সেই ভিডিওକୁ ନିଶ୍ଚୟ ଦେଖନ୍ତୁ, ପୁରା କନସେପ୍ଟ କ୍ଲିୟର ହେଇଯିବ ଆପଣମାନଙ୍କର, ବୁଝିହେଲା। ତଥାପି ମୁଁ କହି ରଖୁଛି, ଦେଖନ୍ତୁ pH ସ୍କେଲ୍ ଗୋଟେ ରହିଛି। ସେଇ pH ସ୍କେଲ୍ର ରିଡ଼ିଂ ହେଉଛି 0ରୁ 14 ପର୍ଯ୍ୟନ୍ତ। ଯଦି ତା'ର ରିଡ଼ିଂ 7 ରହିବ ତାହେଲେ ନ୍ୟୁଟ୍ରାଲ୍, ଯେଉଁଟାକି ଆମର H2O। 7ରୁ ଯେତେ ଯେତେ କମି କମି ଯିବ ଏସିଡ଼ିକ୍ ନେଚର ସେତେ ସେତେ ବଢ଼ି ବଢ଼ିକିରି ଯିବ, ବୁଝିହେଲା। 7ରୁ ଯେତେ ଯେତେ ବଢ଼ି ବଢ଼ିକି ଯିବ 14 ପର୍ଯ୍ୟନ୍ତ ସେତେ ସେତେ ତା'ର ବେସିକ୍ ନେଚର ମାନେ କ୍ଷାରୀୟ ଗୁଣଟା ରହିବ, ବୁଝିହେଲା ପିଲାମାନେ। ତେଣୁକରି ଆମର 6 ପର୍ଯ୍ୟନ୍ତ ଯଦି ରହିଲା ତାହେଲେ ଆମେ କ'ଣ କହିବା ନା 7ରୁ 6 ଭିତରେ ଯଦି ରହିଗଲା ତାହେଲେ ଆମେ କହିବା ତାକୁ ଆମେ ସ୍ଲାଇଡ୍ ଏସିଡ଼ିକ୍ କହିବା ହେଲା। ତେଣୁକରି ୟାକୁ ଆମେ ଏଇ ଅପସନ୍ ଅନୁସାରେ ଦେଖିବା ତାହେଲେ ମଡରେଟ୍ ଏସିଡ଼ିକ୍ କହିପାରିବା। ବେସିକ୍ ତ କେବେ ହେବ ନାହିଁ ପିଲାମାନେ, ୟାକୁ ଏଲିମିନେଟ୍ କରିନେବେ। ଓକେ, ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା। ନମ୍ବର 6 କ'ଣ କହୁଛି ନା କିଓଟୋ ପ୍ରୋଟୋକଲ୍ ବିଷୟରେ ଆସିଥିଲା। ୟା ବିଷୟରେ ମୁଁ ଡିଟେଲ୍ ଆଲୋଚନା କରିଥିଲି। କେଉଁ ସିଫ୍ଟ ପାର୍ଟିକୁଲାର ମନେ ପଡ଼ୁନାହିଁ, ମୁଁ ସେଇଥିରେ ମଧ୍ୟ ଏକ୍ସଟ୍ରା ଫ୍ୟାକ୍ଟରେ କହିଥିଲି ଆପଣମାନଙ୍କୁ। ମଣ୍ଟ୍ରିଆଲ ପ୍ରୋଟୋକଲ୍ ଯେଉଁଟାକି ଆମର କାନାଡ଼ାରେ ହେଇଥିଲା, ଭିଏନା କନଭେନସନ୍ ସେ ବିଷୟରେ ମଧ୍ୟ ମୁଁ ଡିସ୍କସନ୍ କରିଥିଲି। ତେଣୁକରି ସେ ଭିଡ଼ିଓକୁ ନିଶ୍ଚୟ ଦେଖନ୍ତୁ ପିଲାମାନେ। ଯେଉଁମାନେ ଦେଖିଥିବେ ନିଶ୍ଚୟ ଭାବରେ ଏଇ ପ୍ରଶ୍ନଟିକୁ ସେମାନେ ଟିକ୍ କରିଥିବେ। ଓକେ, ହଉ ଚାଲନ୍ତୁ ମୁଁ କହି ରଖୁଛି, ଜାପାନର କିଓଟୋଠାରେ ଏହି ପ୍ରୋଟୋକଲ୍ଟି ହୋଇଥିଲା, ଯେଉଁଥିରେ କି ଆମର ଗ୍ରୀନ୍ ହାଉସ୍ ଗ୍ୟାସ୍କୁ କେମିତି କମ୍ କରାଯିବ ବା ତା'ର ଏମିସନ୍କୁ କେମିତିକା ରିଡ୍ୟୁସ୍ କରାଯିବ ବା ଲିମିଟ୍ରେ ରଖାଯିବ, ସେପାଇଁ ସେହି ପ୍ରୋଟୋକଲ୍ଟିଏ କରାଯାଇଥିଲା। ତେଣୁ ଏନଭାରମେଣ୍ଟାଲ୍ ସାଇନ୍ସ ରିଲେଟେଡ଼ର ପ୍ରଶ୍ନ ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ, ତାକୁ ନିଶ୍ଚୟ ମନେ ରଖିବେ ହେଲା। ପୂର୍ବରୁ ଯେଉଁ pH ରିଲେଟେଡ଼ର ପ୍ରଶ୍ନ ରହିଥିଲା ସେଇଟା ସାଇନ୍ସ ପ୍ରଶ୍ନ, ତେଣୁକରି ସାଇନ୍ସ ଏନଭାରମେଣ୍ଟାଲ୍ ସାଇନ୍ସ ପ୍ରଶ୍ନ ନିହାତି ପ୍ରତ୍ୟେକ ସିଫ୍ଟ ଆପଣମାନଙ୍କର 3ଟିରୁ 4ଟି ଆସୁଛି, ତାକୁ ପଢ଼ିକିରି ଯିବେ, ବୁଝିହେଲା। ସେମିତିଆ କରେଣ୍ଟ ଆଫେୟାର୍ସର ମଧ୍ୟ ଆପଣମାନଙ୍କର 5ଟି ପାଖାପାଖି ପ୍ରଶ୍ନ ଆସୁଛି। ନେକ୍ସଟ ଦେଖିବା ନମ୍ବର 7, ହ୍ୱିଚ୍ ୱାନ୍ ୱାଜ୍ ଏ ଫେମସ୍ ଭକ୍ତି ସେଣ୍ଟ। ଏମାନଙ୍କ ମଧ୍ୟରୁ କେଉଁଟି ଭକ୍ତି ସେଣ୍ଟ ଥିଲେ ବୋଲିକିରି ପଚାରିଥିଲା। ଅପସନ୍ ଯେହେତୁ ନାହିଁ ମୁଁ ଡିଟେଲ୍ କହି ରଖୁଛି ପିଲାମାନେ। ନା ଭକ୍ତି ଗୋଟେ ମୁଭମେଣ୍ଟ ଚାଲିଥିଲା, ସେହି ସମୟରେ କିଛି କିଛି ବ୍ୟକ୍ତିମାନେ କ'ଣ କରିଥିଲେ ନା ଆନ୍ଦୋଳନରେ ଭାଗ ନେଇଥିଲେ। ସେମାନଙ୍କ ଭିତରୁ ଥିଲେ କବୀର, ଆପଣମାନେ ଜାଣିଛନ୍ତି, ଗୁରୁ ନାନକ ଯିଏକି ପଞ୍ଜାବର ତଲୱାଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ, ଆପଣମାନେ ଜାଣିଛନ୍ତି, ଯିଏକି ଶିଖ୍ ଧର୍ମର ସ୍ଥାପକ। ସେମିତିକା ମୀରାବାଇ ଯିଏକି କୃଷ୍ଣା ଭଗବାନଙ୍କୁ ଅନୁପ୍ରାଣିତ ହୋଇକରି ଭକ୍ତି ଆନ୍ଦୋଳନରେ ଝାସ ଦେଇଥିଲେ। ସେମିତିକା ତୁଳସୀ ଦାସ ଥିଲେ,
ଚୈତନ୍ୟ ମହାପ୍ରଭୁ ମଧ୍ୟ ରହିଥିଲେ। ବୁଝିହେଲା। ତେଣୁକରି ୟା ଭିତରୁ ଗୋଟେ ଅପସନ୍ରେ ଆପଣମାନଙ୍କର ରହିଥିବ, ତେଣୁକରି ତାକୁ ନିଶ୍ଚୟ ଟିକ୍ ମାରିଥିବେ। ଓକେ, ନେକ୍ସଟ ଦେଖିବା ପିଲାମାନେ ନମ୍ବର 8 କ'ଣ କହୁଛି ନା ହ୍ୱିଚ୍ ସ୍କିମ୍ ଇଜ୍ ଚେଞ୍ଜଡ ଟୁ ଫର୍ମ ଭିଭିଜି ରାମଜି। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ, ଏହି ସ୍କିମ୍ଟି ଆପଣମାନଙ୍କର 2025 ମସିହାରେ ରିନେମ୍ କରାଯାଇଛି। କାହାର ବୋଲିକିରି ପଚାରିଛି। ତେଣୁକରି ଏଇଟା ଆମର ମନରେଗା ଯେଉଁ ସ୍କିମ୍ ରହିଥିଲା ମହାତ୍ମା ଗାନ୍ଧୀ ନ୍ୟାସନାଲ୍ ରୁରାଲ୍ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି, ବୁଝିହେଲା। ତେଣୁକରି ତା'ର ରିନେମ୍ରେ ଏଇ ଯେଉଁ ଭିଭିଜି ରାମଜି ସ୍କିମ୍ଟିଏ ରହିଛି ପିଲାମାନେ, କେବଳ ରିନେମ୍ କରାଯାଇଛି ଆଉ ଟିକେ ତାକୁ ମଡ଼ିଫାଇ କରାଯାଇଛି। ଓକେ, ଏକ୍ସଟ୍ରା ଫ୍ୟାକ୍ଟରେ ଜାଣିବା ସେ ମନରେଗାକୁ ମଧ୍ୟ ଆମର ରିନେମ୍ କରାଯାଇଥିଲା। କାହାକୁ ବା କେଉଁ ସ୍କିମ୍କୁ ଏଇଟା ମଧ୍ୟ ପଚାରିବ। ତାହେଲେ ମନେ ରଖିବେ ନରେଗା ଯେଉଁ ସ୍କିମ୍ ରହିଥିଲା 2009 ମସିହାରେ ତାକୁ ମନରେଗା କରାଯାଇଥିଲା, ୟାକୁ ମଧ୍ୟ ମନେ ରଖିବେ। ପୁଣି 2025 ମସିହା ବେଳକୁ ମନରେଗାକୁ କ'ଣ କରାଗଲା ଭିଭିଜି ରାମଜି, ବୁଝିହେଲା। କେବଳ ତାକୁ ସ୍କିମ୍କୁ ରିନେମ୍ କରୁଛନ୍ତି ଏବଂ ମଡ଼ିଫାଇ କରୁଛନ୍ତି, ଆଉ କିଛି ନାହିଁ, ବୁଝିହେଲା। ହଉ ଠିକ୍ ଅଛି, ୟାର ଫୁଲ୍ ଫର୍ମ ମଧ୍ୟ ପଚାରେ, ଫୁଲ୍ ଫର୍ମ ଜାଣି ରଖନ୍ତୁ, ନୋଟ୍ ମଧ୍ୟ କରୁଥିବେ ଆଶା କରୁଛି। ଦ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମୀଣ। ମନେ ରହିଲା ପିଲାମାନେ। ତେଣୁକରି କାହାକୁ ଇମ୍ପୋର୍ଟାନ୍ସ ଦିଆଯାଇଛି ନା ଗ୍ରାମୀଣକୁ ଇମ୍ପୋର୍ଟାନ୍ସ ଦିଆଯାଇଛି, ୟାକୁ ମଧ୍ୟ ମନେ ରଖିବେ। ଓକେ, ତେଣୁକରି ଇଏ ଥିଲା ଆମର ସ୍କିମ୍ ରିଲେଟେଡ଼ର ପ୍ରଶ୍ନ। ତେଣୁକରି ସ୍କିମ୍ ରିଲେଟେଡ଼ର ପ୍ରଶ୍ନ ମଧ୍ୟ ପଢ଼ିକିରି ଯିବେ। ବୁଝିପାରିଲେ ନା ପିଲାମାନେ। ହଉ ଚାଲନ୍ତୁ ନମ୍ବର 9କୁ ଦେଖିବା। କ'ଣ କହୁଛି ନା କନ୍ଧ ଅପରାଇଜିଂ ଅଫ୍ ଓଡ଼ିଶା କ୍ୟାମ୍ପେନ୍ ଏଗେନଷ୍ଟ ହ୍ୱିଚ୍ ବ୍ରିଟିଶ ଅଫିସର। ତାମାନେ କେଉଁ ବ୍ରିଟିଶ ଅଫିସର ଏଗେନଷ୍ଟରେ ଆମର କନ୍ଧ ବିଦ୍ରୋହଟିଏ ହୋଇଥିଲା। ଦେଖନ୍ତୁ ପିଲାମାନେ, ମୁଁ ଆପଣମାନଙ୍କୁ ସଂକ୍ଷେପରେ କହି ରଖୁଛି କନ୍ଧ ବିଦ୍ରୋହ ବିଷୟରେ। ଆମର ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ବର୍ଡ଼ର ଏରିଆରେ ଗୋଟେ ଛୋଟିଆ ମୋଟିଆ ଗୋଟେ ରାଜ୍ୟ ରହିଥିଲା, ତାକୁ କ'ଣ କହୁଥିଲେ ନା ଘୁମୁସର କିଙ୍ଗଡ଼ମ୍ କହୁଥିଲେ। ସେଇ ଘୁମୁସର କିଙ୍ଗଡ଼ମ୍ରେ ଆମର ବିଶେଷ କରିକି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଏଇ ଜିଲ୍ଲାମାନଙ୍କର ଏରିଆ ଗୁଡ଼ା ପଡ଼ୁଥିଲା। ସେଠିକାର ଜଣେ ରାଜା ଥିଲେ, ତାଙ୍କର ନାଁ ଥିଲା ଦଣ୍ଡପାଣି ସିଂ। ସିଏ କ'ଣ କରିଥିଲେ ନା ପ୍ରଥମ ଯେଉଁ ବିଦ୍ରୋହ ହୋଇଥିଲା କନ୍ଧମାନଙ୍କର 1835ରୁ 1837 ମଧ୍ୟରେ, ସେଇଥିରେ ଲିଡ଼୍ କରିଥିଲେ। ଆଉ କ'ଣ କରିଥିଲେ, ଜଣେ ବ୍ରିଟିଶ ଅଫିସର ତା'ର ଦାୟିତ୍ୱ ନେଇଥିଲେ, ତା'ର ବିରୁଦ୍ଧରେ ସେ କ'ଣ କରିଥିଲେ ନା ସ୍ୱର ଆନ୍ଦୋଳନ କରିଥିଲେ। ବୁଝିପାରିଲେ ପିଲାମାନେ। ତେଣୁକରି କେଉଁଠିକାର ରାଜା ନା ଘୁମୁସରର ରାଜା ଥିଲେ କିଏ ନା ଦଣ୍ଡପାଣି ସିଂ। ଇଏ ମଧ୍ୟ କ'ଣ କରିଥିଲେ ନା ଆନ୍ଦୋଳନ କରିଥିଲେ। ୟାଙ୍କ ପରେ ପରେ ତାଙ୍କର ପୁଅ ଦଣ୍ଡପାଣି ସିଂ ଦ୍ୱିତୀୟ, ସେ ମଧ୍ୟ କ'ଣ କରିଥିଲେ ନା ଆନ୍ଦୋଳନ କରିଥିଲେ। ଆନ୍ଦୋଳନ କଲା ପରେ ପରେ କ'ଣ ହେଲା ନା ଡକ୍ଟ୍ରାଇନ୍ ଅଫ୍ ଲାପ୍ସ ଯେଉଁ ଆପଣମାନଙ୍କର ନିୟମ ଆସିଥିଲା, ମୁଁ ଆପଣମାନଙ୍କୁ ଆଲୋଚନା କରିଥିଲି। ସେହି ଅନୁସାରେ ଏଇ ଯେଉଁ ଘୁମୁସର କିଙ୍ଗଡ଼ମ୍କୁ ଆମର କ'ଣ କରାଗଲା ନା ଆଡ଼ପ୍ଟ କଲେ ଇଂରେଜମାନେ। ବୁଝିପାରିଲେ। କେଉଁ ଅନୁସାରେ ନା ଡକ୍ଟ୍ରାଇନ୍ ଅଫ୍ ଲାପ୍ସ ଅନୁସାରେ ତାଙ୍କୁ କ'ଣ କଲେ ନା ଇଂରେଜମାନଙ୍କ ଅଧୀନକୁ ଚାଲି ଯାଇଥିଲା। ମନେ ରହିଲା ପିଲାମାନେ। ସେହି ସମୟରେ ତାଙ୍କର ମୁଖ୍ୟ ଲିଡର ଥିଲେ ମେଜର ଏସ୍.ସି. ମ୍ୟାକ୍ଫେର୍ସନ୍। ତେଣୁକରି ଏହି ଇଂରେଜ ଅଫିସରଙ୍କ ନାଁ କ'ଣ ପଚାରିଥିଲା, ଏହି ଇଂରେଜ ଅଫିସରଙ୍କ ନାଁ ମୁଁ ଆପଣମାନଙ୍କୁ କହିଦେଲି। ବୁଝିହେଲା। ପୁଣି ପରେ ପରେ କନ୍ଧ ବିଦ୍ରୋହର ସେକେଣ୍ଡ ଫେଜ୍ ମଧ୍ୟ ଆସିଥିଲା। କାହିଁକି ଏଇଟା ପିଲାମାନେ ହୋଇଥିଲା ଜାଣିଛନ୍ତି ନା ୟାର ମୁଖ୍ୟ କାରଣ ହୋଇଥିଲା, ଏମାନେ ଆଦିବାସୀ କନ୍ଧମାନେ ଯେଉଁ ରହିଥିଲେ ସେମାନେ କ'ଣ କରୁଥିଲେ ନା ଏଇ ରାଜାଙ୍କ ଅଣ୍ଡରରେ ରହିକିରି ସେମାନେ କ'ଣ କରୁଥିଲେ ନା ରାଜ୍ୟରେ ଖୁସିରେ ରହିଥିଲେ। କିନ୍ତୁ ଯେଉଁ ଆଙ୍ଗ୍ଲୋ ମରାଠା ଯେଉଁ ତୃତୀୟ ଯୁଦ୍ଧ ହୋଇଥିଲା, ମାନେ ଥାର୍ଡ଼ ଆଙ୍ଗ୍ଲୋ ମରାଠା ୱାର୍ ହୋଇଥିଲା, ସେଇଥିରେ ଇଂରେଜମାନେ କ'ଣ କରିଥିଲେ ନା ୱିନ୍ କରିଥିଲେ। ଆଉ ୟାକୁ କ'ଣ କରିଥିଲେ ନା ମରାଠା କବଳରୁ ଇଂରେଜମାନଙ୍କ କବଳକୁ ନେବା ପାଇଁ ଚେଷ୍ଟା କରିଥିଲେ। ଆଉ ବ୍ରିଟିଶର ନିୟମ ସବୁ ୟା ଉପରେ କ'ଣ କରିଥିଲେ ଲାଗୁ କରିଥିଲେ। ସେଇଥିପାଇଁ ସେମାନେ ୟାକୁ ବିଦ୍ରୋହ କରିଥିଲେ। ମନେ ରହିଲା ପିଲାମାନେ। ମୁଁ ସଂକ୍ଷେପରେ ଆପଣମାନଙ୍କୁ ବୁଝାଇବା ପାଇଁ ବା କହିବା ପାଇଁ ଚେଷ୍ଟା କରିଛି। ଆଶା କରୁଛି ଆପଣମାନେ ବୁଝିଯାଇଥିବେ। ହଉ ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା। କ'ଣ ଆସିଥିଲା ପିଲାମାନେ ଡିପିଏସ୍ପି ବିଷୟରେ ପ୍ରଶ୍ନଟି ଆସିଥିଲା, ଡାଇରେକ୍ଟିଭ୍ ପ୍ରିନ୍ସିପଲ୍ ଅଫ୍ ଷ୍ଟେଟ୍ ପଲିସି, ଯେଉଁଟାକି ଆମର ପାର୍ଟ 4ରେ ରହିଛି। ଆର୍ଟିକେଲ୍ 36ରୁ ଆପଣମାନଙ୍କର 51 ମଧ୍ୟ ରହିଛି। ୟା ବିଷୟରେ ମୁଁ ଡିଟେଲ୍ ଆଲୋଚନା କରିଦେଇଛି, ସେଇ ଭିଡ଼ିଓକୁ ଦେଖିନେବେ। ହଉ ଠିକ୍ ଅଛି, ବର୍ତ୍ତମାନ ଦେଖିବା କମ୍ପ୍ୟୁଟରର ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ପ୍ରାଇମେରୀ ମେମୋରି। ରମ୍ ହେଇଯିବ ପିଲାମାନେ। ଯଦି ଅପସନ୍ରେ ରମ୍ ନଥିବ କ୍ୟାଚ୍ ଥିବ ତାହେଲେ ମଧ୍ୟ କ୍ୟାଚ୍ ଟିକ୍ କରିଦେବେ, ଠିକ୍ ହେବ। ହେଲା, 1 ନିବୁଲ୍ ଇଜ୍ ଇକ୍ୱାଲ୍ ଟୁ ଡ୍ୟାସ୍ ବିଟ୍ସ ପଡ଼ିଥିଲା, ତାହେଲେ କ'ଣ ହେଇଯିବ ନା 4 ବିଟ୍ସ ହେଇଯିବ। ବୁଝିପାରିଲେ। ହଉ ଠିକ୍ ଅଛି, ତାପରେ ଦେଖିବା ନମ୍ବର 13। କ'ଣ କହୁଛି ପିଲାମାନେ ନା ଲାଇଟ୍ ଡିପେଣ୍ଡେଣ୍ଟ ରିଏକ୍ସନ୍ ଅଫ୍ ଫଟୋସିନ୍ଥେସିସ୍ ଅକର୍ସ ଇନ୍ ହ୍ୱିଚ୍ ଷ୍ଟ୍ରକ୍ଚର। ତାହେଲେ କେଉଁ ଷ୍ଟ୍ରକ୍ଚରରେ ହୋଇଥାଏ ନା ଥାଇଲାକଏଡ୍ ମେମ୍ବ୍ରେନ୍। ଥାଇଲାକଏଡ୍ ମେମ୍ବ୍ରେନ୍ଟା କ'ଣ ପିଲାମାନେ ଏମିତି କହିଦେଲେ ହୁଏତ ଆପଣମାନେ ବୁଝିପାରିବେନି, ମୁଁ ଟିକେ ଆପଣମାନଙ୍କୁ କହି ରଖୁଛି। ଦେଖନ୍ତୁ ଆମର ଯେଉଁ
ପ୍ଲାଣ୍ଟ ପାଖରେ କ'ଣ ରହିଥାଏ ନା କ୍ଲୋରୋପ୍ଲାଷ୍ଟ ରହିଥାଏ। ସେଇ କ୍ଲୋରୋପ୍ଲାଷ୍ଟ ଭିତରେ କ'ଣ ରହିଥାଏ ନା ଷ୍ଟ୍ରୋମା ରହିଥାଏ ଆଉ ଗ୍ରାନା ରହିଥାଏ। ବୁଝିଗଲା। ଯେଉଁ ଥାକ ଥାକ ଭଳିଆ ଯେଉଁ ଛୋଟିଆ ଛୋଟିଆ ପ୍ଲେଟ୍ ଆକାରରେ ରହିଥାଏ ତାକୁ ଆମେ କ'ଣ କହିଥାଉ ନା ଗ୍ରାନା କହିଥାଉ। ବୁଝିଗଲା। ଆଉ ପ୍ଲେଟ୍ ଭଳିଆ ଯେଉଁ ଚେପ୍ଟା ହେଇକି ରହିଥିବ ତାକୁ ଆମେ ଥାଇଲାକଏଡ଼୍ କହିଥାଉ। ବୁଝିଗଲା। ଏଇ ଥାଇଲାକଏଡ଼୍ଟି ଆମର ଡବଲ୍ ମେମ୍ବ୍ରେନ୍ର ରହିଥାଏ। ସେଇ ଡବଲ୍ ମେମ୍ବ୍ରେନ୍ର ରହିଥାଏ ଏଇଥିପାଇଁ ସେଇଥିରେ ଆମର କ'ଣ ରହିଥାଏ ନା କ୍ଲୋରୋଫିଲ୍ ଏ ପିଗମେଣ୍ଟ ରହିଥିବ ଆଉ କ୍ଲୋରୋଫିଲ୍ ବି ପିଗମେଣ୍ଟ ରହିଥିବ ଆଉ ପ୍ରୋଟିନ୍ ରହିଥିବ ଆଉ କ'ଣ ରହିଥିବ ନା ଲିପିଡ଼ ରହିଥିବ ପିଲାମାନେ। ବୁଝିଗଲା। ତେଣୁକରି ଏଇସବୁଥିରେ ଆମର ମେମ୍ବ୍ରେନ୍ଟିଏ ତିଆରି ହୋଇଥାଏ। ଆଉ ଯେଉଁ ଥାଇଲାକଏଡ଼୍ ମେମ୍ବ୍ରେନ୍ ଭିତରେ ଯେଉଁ ଲିକ୍ୱିଡ଼ଟିଏ ରହିଥାଏ ତାକୁ ଲ୍ୟୁମେନ୍ କହିଥାନ୍ତି। ମନେ ରହିଲା ପିଲାମାନେ। ଆଉ କ୍ଲୋରୋପ୍ଲାଷ୍ଟର ଭିତରେ ଯେଉଁ ୱାଟର ଭଳିଆ ପାଣି ଭଳିଆ ରହିଥିବ ତାକୁ କ'ଣ କୁହାଯାଏ ନା ତାକୁ ଷ୍ଟ୍ରୋମା କହିଥାନ୍ତି। ବୁଝିଗଲା। ତାହେଲେ ଗ୍ରାନା, ଷ୍ଟ୍ରୋମା ଆଉ ଥାଇଲାକଏଡ଼୍, ଲ୍ୟୁମେନ୍ ଆପଣମାନଙ୍କୁ ଡିଟେଲ୍ କହିଦେଲି। ଏଇଟା ଆମର କ୍ଲୋରୋପ୍ଲାଷ୍ଟର ଇଣ୍ଟରନାଲ୍ ଷ୍ଟ୍ରକ୍ଚରର ଆପଣମାନଙ୍କର ପ୍ରଶ୍ନଟିଏ ପଚାରିଥିଲା। ବୁଝିହେଲା ପିଲାମାନେ। ହଉ ଚାଲନ୍ତୁ ଆମେ ଟିକେ ଜାଣିବା କ୍ଲୋରୋପ୍ଲାଷ୍ଟର ମୁଖ୍ୟ କାର୍ଯ୍ୟ କ'ଣ ରହିଥାଏ ନା ଫଟୋସିନ୍ଥେସିସ୍, ଯେଉଁଟାକି ପ୍ରଶ୍ନରେ ମଧ୍ୟ ଦେଇଥିଲା। ବୁଝିହେଲା। ହଉ ଇଏ ଥିଲା ଆପଣମାନଙ୍କର ବାୟୋଲୋଜି ରିଲେଟେଡ଼ର ପ୍ରଶ୍ନ ପିଲାମାନେ। ତେଣୁକରି ସାଇନ୍ସର ପ୍ରଶ୍ନ ନିଶ୍ଚୟ ଆସୁଛି, ତାକୁ ପଢ଼ିକିରି ଯିବେ। ଏବେ ଦେଖିବା ନମ୍ବର 14 B = IR। ୟାକୁ ମୁଁ ଆନାଲିସିସ୍ କରିଥିଲି। ଯେଉଁମାନେ ପଢ଼ିଥିବେ ଦେଖିଥିବେ ସେମାନେ ନିଶ୍ଚୟ କମେଣ୍ଟ ବକ୍ସରେ ମେନସନ୍ କରିବେ। ବୁଝିହେଲା। ତେଣୁକରି ୟାର ରିଲେଟେଡ଼ର ପ୍ରଶ୍ନ ଆସିଥିଲା। ଦେଖିବେ ମ୍ୟାଥମେଟିକାଲ ପ୍ରଶ୍ନ B = IR ଦେଖିବେ ଆଗାମୀ ସିଟ୍ମାନଙ୍କରେ ଆସିବ। ବୁଝିହେଲା। ହଉ ଏବେ ଦେଖିବା ଓଡ଼ିଆ ସେକ୍ସନକୁ ପିଲାମାନେ। ଓଡ଼ିଆରେ ଅନୁଚ୍ଛେଦର 5ଟି ପ୍ରଶ୍ନ ଆସିଥିଲା, ଅନୁବାଦର 3ଟି ପ୍ରଶ୍ନ ଆସିଥିଲା, କ୍ରିୟାର ଆସିଥିଲା, ବିଶେଷଣ ସଠିକ୍ ବନାନର ଆସିଥିଲା, ଅନ୍ନପ୍ରାଶନ ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ, ରୂଢ଼ି ଆସିଥିଲା, ତେଲିଆ ମୁଣ୍ଡରେ ତେଲ ମାନେ ଥିବା ଲୋକକୁ ଦେବା, ଯାହାର ଅଧିକା ଅର୍ଥ ଥିବ ତାକୁ ପୁଣି ଅର୍ଥ ଦେବା, ସେହି ପ୍ରକାରର ଅର୍ଥରେ ତେଲିଆ ମୁଣ୍ଡରେ ତେଲ ରହିଥାଏ। ବୁଝିହେଲା। ତେଣୁକରି ରୂଢ଼ିଟି ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ନେକ୍ସଟ ଆସନ୍ତୁ ଇଂଲିଶ ସେକ୍ସନକୁ। ଇଂଲିଶର ପ୍ୟାସେଜ୍ ଆସିଥିଲା 5ଟି ପ୍ରଶ୍ନ। ସେହି ପ୍ୟାସେଜ୍ରେ ପଚାରିଥିଲା ପ୍ୟାସେଜ୍ର ଟାଇଟେଲ୍ କ'ଣ, ପ୍ୟାସେଜ୍ର ଟନ୍ କ'ଣ, ପ୍ୟାସେଜ୍ର ଥିମ୍ କ'ଣ, ଏଇ ଟାଇପ୍ର ଆଗାମୀ ସିଫ୍ଟରେ ପଚାରିବ। ମନେ ରହିଲା ପିଲାମାନେ। ତେଣୁକରି ଡାଇରେକ୍ଟ ସ୍ପିଚ୍, ଇନଡାଇରେକ୍ଟ ସ୍ପିଚ୍, ଆକ୍ଟିଭ୍ ଭଏସ୍, ପ୍ୟାସିଭ୍ ଭଏସ୍, ଟ୍ରାନ୍ସଲେସନ୍ ପ୍ରଶ୍ନ, ଏଣ୍ଟୋନିମ୍, ସିନୋନିମ୍ ପ୍ରତ୍ୟେକ ସିଫ୍ଟ ଆସୁଛି ପିଲାମାନେ। ସିଙ୍ଗଲ ୱାର୍ଡ଼ ଗୋଟେ ଆସିଥିଲା ଏ ପାର୍ସନ୍ ହୁ ରାଇଟ୍ସ ଅଦର ଲାଇଫ୍, ମାନେ ଜଣେ ବ୍ୟକ୍ତି ଆଉ ଜଣଙ୍କ ବ୍ୟକ୍ତିର ଜୀବନୀକୁ ଲେଖିବ ତାକୁ କ'ଣ କହନ୍ତି ନା ବାୟୋଗ୍ରାଫର କହିଥାନ୍ତି। ହେଲା। କ'ଣ କହିଥାନ୍ତି ପିଲାମାନେ ବାୟୋଗ୍ରାଫର। ସେମିତିକା ଇଡ଼ିୟମ୍ ଫ୍ରେଜ୍ ଗୋଟେ ଆସିଥିଲା ଷ୍ଟିଲ୍ ସମୱାନ୍ସ ଥଣ୍ଡର, ତା ମାନେ ହେଉଛି ଟେକ୍ କ୍ରେଡ଼ିଟ୍ ଫର୍ ସମଥିଙ୍ଗ ସମୱାନ୍ସ ଏଲ୍ସ ଡିଡ୍, ମାନେ ଜଣେ କରିଥିବ ତା ଉପରେ ନେଇକରି ଆଉ ଜଣେ କ୍ରେଡ଼ିଟ୍ ନେବା, ସେଇଟା ହେଉଛି ଷ୍ଟିଲ୍ ସମୱାନ୍ସ ଥଣ୍ଡର। ଓକେ। ତେଣୁକରି ଇଂଲିଶର ଏ ଟପିକ୍କୁ ପଢ଼ନ୍ତୁ। ଓଡ଼ିଆର ଜିକେର କମ୍ପ୍ୟୁଟର ଯେଉଁ ଯେଉଁଗୁଡ଼ା ଆଲୋଚନା କରାହେଉଛି ସେ ଟପିକ୍କୁ ନିଶ୍ଚୟ ଧ୍ୟାନ ଦେଇକରି ଆପଣମାନେ ପଢ଼ନ୍ତୁ। ଓକେ। ଆସନ୍ତୁ ପିଲାମାନେ ବର୍ତ୍ତମାନ ଆମେ ଦେଖିବା ରିଜନିଂ। ରିଜନିଂରେ ପଜଲ୍ ଆସିଥିଲା, କୋଡ଼ିଂ ଡିକୋଡ଼ିଂର 3ଟି ପ୍ରଶ୍ନ ଆସିଥିଲା, ଆଲଫାବେଟ୍ ସିରିଜ୍ର ପ୍ରଶ୍ନ ଆସିଥିଲା, ବ୍ଲଡ଼ ରିଲେସନ୍ ଆସିଥିଲା। ବୁଝିହେଲା। ତେଣୁକରି ଏଗୁଡ଼ାକୁ ନିଶ୍ଚୟ ପଢ଼ିକରି ଯିବେ। ମ୍ୟାଥମେଟିକ୍ସର ଇଣ୍ଡେକ୍ସର ସିମ୍ପ୍ଲିଫିକେସନ୍ ଆସିଥିଲା, सर्कल दुईटी प्रश्न आसला, रेक्टांगल आसला, स्क्वायर आसला। किछि पिला कहते रेक्टांगल आ स्क्वायर को कॉम्बो करी प्रश्नटी आसला बोलिकी बुझीगला। आउ एवरेज स्पीड प्रश्न आसला, पाइप दुईटी प्रश्न आसला, एलसीएम आसला, रेशियो, डिस्काउंट, प्रॉफिट लॉस। तेणुक मैथमेटिक्स रो ए टॉपिक रो फॉर्मूला को कॉन्सेप्ट को पढ़ी प्रैक्टिस करी मैथ को एग्जाम हॉल को जातु पिला माने। आउ प्रत्येक दिन एनालिसिस देखंतु। एनालिसिस वीडियो आपण मानक पई बहुत बेनिफिट देबो, ताठारु बेनिफिट देबो आपण मानकर एक्स्ट्रा फैक्ट पिला माने बुझीला। तेणुक एक्स्ट्रा फैक्ट को निश्चय देखंतु। जो माने नुआ करिक आसीछंती से माने चैनल को सब्सक्राइब करिवे, ता सहित बेल आइकन रो ऑल नोटिफिकेशन ऑन करिवे। काहेकि कहले देखिबा ना मु जेमिति वीडियो टी छाड़बी सेमिति आपण मानकर मोबाइल को नोटिफिकेशन टी चली जिवो। शीघ्र नोट करेंगे, शीघ्र देखिए, शीघ्र प्रैक्टिस करेंगे, शीघ्र चाकरी पाइबे बुझीगला। आउ सांग मानक निकट को मध्य शेयर टिके करदेबे, वीडियो को लाइक करुथिबे बुझीगला। सेशन केमती लागिला मतामत पिला माने निश्चय जणैबे। धन्यवाद।